19 ଅଗଷ୍ଟ ସୋମବାର ଦିନ ପଡ଼ୁଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଆଉ ଏହି ରାକ୍ଷୀ ପୂର୍ଣ୍ଣିମା ଦିନ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ। ଆପଣଙ୍କର ସମସ୍ତ ମନବାଞ୍ଛା ପୂର୍ଣ୍ଣ ହୋଇଯିବ। ଏହି ବର୍ଷର ରାକ୍ଷୀ ପୂର୍ଣ୍ଣିମାକୁ ବହୁତ ଖାସ ମନା ଯାଉଛି, କାହିଁକି ନା ଏହି ରାକ୍ଷୀ ପୂର୍ଣ୍ଣିମାରେ ଅଦ୍ଭୁତ ମହାସଂଯୋଗ ବନିବାକୁ ଯାଉଅଛି। ପୁରା 62 ପ୍ରକାରର ଶୁଭ ଯୋଗ ନିର୍ମାଣ ହେବାକୁ ଯାଉଛି। ଏହି ଦିନ ଯଦି ଆପଣ ତୁଳସୀ ଗଛରେ ଏହି ଗୋଟିଏ ଜିନିଷ ବାନ୍ଧି ଦିଅନ୍ତି, ତେବେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ଆପଣଙ୍କର ସମସ୍ତ ଗ୍ରହ ପୀଡ଼ା ଦୂର ହୋଇଥାଏ, ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ହିନ୍ଦୁ ଧର୍ମରେ ରାକ୍ଷୀ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଅଛି। ହିନ୍ଦୁ ପାଞ୍ଜି ଅନୁସାରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣମୀ ତିଥିକୁ ଶ୍ରାବଣ ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ଭାବରେ ପାଳନ କରାଯାଇଥାଏ। ଏହି ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା ମଧ୍ୟ କୁହାଯାଇଥାଏ ଏବଂ ଏହି ଦିନ ପ୍ରଭୁ ବଳଭଦ୍ରଙ୍କର ଜନ୍ମ ଉତ୍ସବ ପାଳନ କରାଯାଇଥାଏ। ପୂର୍ଣ୍ଣିମା ତିଥି ମା ଲକ୍ଷ୍ମୀଙ୍କର ଦିନ ହୋଇଥାଏ। ମା ଲକ୍ଷ୍ମୀ ପୂର୍ଣ୍ଣିମା ତିଥିରେ ଅବତରଣ ହୋଇଥିଲେ। ପ୍ରତ୍ୟେକ ମଣିଷଙ୍କ ଦ୍ୱାରରେ ମା ଲକ୍ଷ୍ମୀ ପୂର୍ଣ୍ଣିମା ତିଥିରେ ଆସିଥାନ୍ତି। ଯଦି ସେହି ଦିନ କିଛି ଖାସ ଉପାୟ କରାଯାଏ ତ ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିଦେବେ। ସେ ଦରିଦ୍ର ହେଉ କିମ୍ବା ଧନୀ, ସମସ୍ତଙ୍କ ଘରକୁ ମା ଲକ୍ଷ୍ମୀ ଆସିଥାନ୍ତି। ତୁଳସୀ ତ ସମସ୍ତେ ତାଙ୍କ ଅଗଣାରେ ଲଗାଇଥାନ୍ତି, କିନ୍ତୁ ଏହି ଖାସ କଥା ବହୁତ କମ ଲୋକ ଜାଣନ୍ତି। ତୁଳସୀ ଗଛ ତଳେ ବାନ୍ଧି ଦେବା ଦ୍ୱାରା ଏହି ଜିନିଷ ମାତା ତୁଳସୀଙ୍କ ଠାରୁ ସର୍ବଦା ଆଶୀର୍ବାଦ ମିଳିଥାଏ। ତା ସହିତ ମା ଲକ୍ଷ୍ମୀ ମଧ୍ୟ ଅଧିକ ଆକର୍ଷିତ ହୋଇଥାନ୍ତି। ଘରକୁ କଷ୍ଟ କେବେ ବି ଆସିନଥାଏ। ତୁଳସୀ ଗଛ ଯଦି ଆପଣଙ୍କ ଘରେ ଲଗେଇଛନ୍ତି, ତେବେ ଆପଣଙ୍କ ପରିବାର ପାଇଁ ବହୁତ ଲାଭକାରୀ ଅଟେ। ତୁଳସୀ ଗଛରେ ଦେବୀ ଲକ୍ଷ୍ମୀଙ୍କର ନିବାସ ମନାଯାଇଥାଏ। ଯଦି ଆପଣ ନିୟମିତ ଭାବରେ ତୁଳସୀ ଗଛର ପୂଜା କରିବେ, ଲାଭ ନିଶ୍ଚିନ୍ତ ମିଳିଥାଏ। ତୁଳସୀ ଗଛ ତଳେ ଏହି ଜିନିଷ ବାନ୍ଧିଲେ ଆଉ ଏହି ଉପାୟ କରିଲେ ମା ତୁଳସୀଙ୍କର ଆଶୀର୍ବାଦ ମିଳିଯାଏ। ଆପଣଙ୍କୁ ସବୁ ଖୁସି ମିଳିଯାଏ। କେବଳ ଭାରତରେ ନୁହେଁ, ଅନେକ ଦେଶରେ ତୁଳସୀକୁ ପବିତ୍ର ଦୃଷ୍ଟିରେ ଦେଖାଯାଇଥାଏ। ଅନେକ ଔଷଧୀୟ ଗୁଣରେ ଭରିଥାଏ ତୁଳସୀ। ଅନେକ ଧାର୍ମିକ ଅନୁଷ୍ଠାନରେ ଏବଂ ତାନ୍ତ୍ରିକ ପ୍ରୟୋଗରେ ତୁଳସୀର ଉପଯୋଗ କରାଯାଇଥାଏ। ପୁରାଣରେ ତୁଳସୀକୁ ଭଗବାନ ବିଷ୍ଣୁଙ୍କର ପତ୍ନୀ ହେବାର ବରପ୍ରାପ୍ତି ମିଳିଅଛି। ଏହି କାରଣରୁ ତୁଳସୀ ଜଗତ ଜନନୀ ଅଟନ୍ତି। ତୁଳସୀକୁ ଅମୃତର ପ୍ରତିରୂପ ମଧ୍ୟ କୁହାଯାଇଥାଏ। ଯେଉଁଠାରେ ତୁଳସୀ ଗଛ ଲାଗିଥାଏ, ସେଠି ଭଗବାନ ସ୍ୱୟଂ ବ୍ରହ୍ମା, ବିଷ୍ଣୁ ଓ ଭଗବାନ ଶଙ୍କର ଏହି ତିନି ଦେବତାଙ୍କର ବାସ ହୋଇଥାଏ। ତୁଳସୀ ପୂଜା କରିବା ଦ୍ୱାରା ମହାପାତକ ନଷ୍ଟ ହୋଇଯାଇଥାଏ। ଯେମିତି ସୂର୍ଯ୍ୟ ଉଦୟ ପରେ ଅନ୍ଧକାର ନଷ୍ଟ ହୋଇଯାଇଥାଏ। ହିନ୍ଦୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ତୁଳସୀ ଭରା ଭରା ହୋଇ ରହିଥାଏ, ସେହି ଘରେ ସୁଖ ଏବଂ ଶାନ୍ତି ଓ ସମୃଦ୍ଧି ଭରି ରହିଥାଏ। ଭଗବାନ ବିଷ୍ଣୁଙ୍କ ପୂଜା ଏବଂ ତାଙ୍କ ପ୍ରସାଦରେ ତୁଳସୀ ପତ୍ର ରହିବା ନିହାତି ଜରୁରୀ ଅଟେ, କାରଣ ତୁଳସୀ ପତ୍ର ବିନା ପୂଜା ଅସମ୍ପୂର୍ଣ୍ଣ ଅଟେ। ଖାସ୍ ଏହି କାରଣରୁ ସବୁ ହିନ୍ଦୁମାନଙ୍କ ଘରେ ତୁଳସୀ ଗଛର ରହିବା ବହୁତ ଜରୁରୀ ଅଟେ। ଘରେ ସୁଖ ଶାନ୍ତି ବନି ରହିବା ପାଇଁ ମାତା ତୁଳସୀଙ୍କୁ ଓଢ଼ଣୀ ଅବଶ୍ୟ ଚଢ଼ାନ୍ତୁ। ପ୍ରାୟତଃ ଅନେକଙ୍କ ଘରେ ତୁଳସୀ ପୂଜା ତ କରନ୍ତି, କିନ୍ତୁ ତୁଳସୀଙ୍କୁ ଓଢ଼ଣୀ ଚଢ଼ାଇ ନଥାନ୍ତି। ଏହି କାରଣରୁ ଫଳ ପ୍ରାପ୍ତି ହୋଇନଥାଏ। ଯେଉଁ ଲୋକମାନେ ତୁଳସୀଙ୍କର ବିବାହ କରାଇଥାନ୍ତି, ସେମାନଙ୍କର ଜୀବନରେ କେବେ ବି କଷ୍ଟ ଆସିନଥାଏ। ଶାଳଗ୍ରାମ ଏବଂ ତୁଳସୀ ବିବାହ କରାଇବା ଫଳରେ କଳହ, ପାପ, ଦୁଃଖ ଏବଂ ସମସ୍ତ ପ୍ରକାରର ରୋଗ ଦୂର ହୋଇଥାଏ। ଯଦି ଆପଣ ଏହି ରାକ୍ଷୀ ପୂର୍ଣ୍ଣିମା ଦିନ ଜଳରେ କିଛି ଟୋପା କ୍ଷୀର ମିଶାଇ ମା ତୁଳସୀଙ୍କୁ ଅର୍ପଣ କରନ୍ତି, ତେବେ ଭଗବାନ ବିଷ୍ଣୁଙ୍କର କୃପା ମିଳିଥାଏ।
କାହିଁକି ନା ତୁଳସୀକୁ ବିଷ୍ଣୁପ୍ରିୟା ବୋଲି ମନାଯାଏ। ସେଥିପାଇଁ ତୁଳସୀରେ କ୍ଷୀର ଚଢ଼ାଇବାର ମାନେ ହେଲା ଭଗବାନ ବିଷ୍ଣୁଙ୍କୁ କ୍ଷୀର ଅର୍ପଣ କରିବା। ଏହି ଉପାୟ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆଉ ଧନର ଲାଭ ହୋଇଥାଏ। କେବଳ ଯେ ଖାଲି ରାକ୍ଷୀ ପୂର୍ଣ୍ଣିମା ଦିନ ବୋଲି ନୁହେଁ, ବରଂ ଏହି ଉପାୟକୁ ଆପଣ ଗୁରୁବାର ଦିନ କରିବା ଦ୍ୱାରା ଆପଣଙ୍କ ଜାତକରେ ବୃହସ୍ପତି ଗ୍ରହ ମଜବୁତ ହୋଇ ରହିଥାନ୍ତି ଆଉ ଘରର ସବୁ କଳହ ଦୂର ହୋଇଥାଏ। ଏବେ ଆସନ୍ତୁ ଜାଣିବା ଆଉ ଏକ ଉପାୟ, ଯାହାକି ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ସବୁ ସମସ୍ୟାକୁ ଦୂର କରିପାରିବେ। ଏହି ଉପାୟକୁ ଆପଣ ପୂର୍ଣ୍ଣିମା ଦିନ କରିବେ, ନହେଲେ କେଉଁ ବି ଗୁରୁବାର ଦିନ କରିପାରିବେ। ପ୍ରଥମେ ଆପଣ ସକାଳୁ ଉଠି ସ୍ନାନ ଆଦି ସାରି ସ୍ୱଚ୍ଛ ବସ୍ତ୍ର ପରିଧାନ କରି ତୁଳସୀ ଗଛ ମୂଳରେ ଗୋଟିଏ ନାଲି ରଙ୍ଗର ମୂଳି ସୂତା ବାନ୍ଧିଦେବେ। ତାପରେ ଆପଣଙ୍କୁ ଏକ ମାଟି ହାଣ୍ଡିଟିଏ ଆଣିବାର ଅଛି। ସେହି ହାଣ୍ଡିରେ ଚାଉଳ ଭରିକି ରଖିବେ ଆଉ ସେହି ଚାଉଳ ଉପରେ ସିନ୍ଦୁର, ଗୋଟିଏ ଟଙ୍କିକିଆ କଏନ୍ ଆଉ 3ଟି ତୁଳସୀ ପତ୍ର ପକାଇ ଦେବେ ସେହି ମାଟି ହାଣ୍ଡିରେ। ତା ଉପରେ ଗୋଟିଏ ଓଢ଼ଣୀ ଘୋଡ଼େଇ ଦେବେ। ଏହି ମାଟି ହାଣ୍ଡିକୁ ନେଇ ଆପଣ ମା ଲକ୍ଷ୍ମୀଙ୍କ ପାଖକୁ ଯାଇ ନିବେଦନ କରିବେ, ହେ ମା ଲକ୍ଷ୍ମୀ, ମୋ ଜୀବନରେ ଧନର କମିକୁ ଦୂର କରନ୍ତୁ। ଆପଣଙ୍କର ଆଶୀର୍ବାଦ ମୋ ଉପରେ ଓ ମୋ ପରିବାର ଉପରେ ସର୍ବଦା ବନି ରହୁ। ଏହାପରେ ଏହି ମାଟି ହାଣ୍ଡିକୁ ନେଇ ଆପଣଙ୍କର ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଦେଖିବେ ପୁରା ବର୍ଷ କେବେ ବି ଆପଣଙ୍କ ଘରେ ଧନ ଆଉ ଅନ୍ନ ଏବଂ ବସ୍ତ୍ରର କମି ରହିବ ନାହିଁ। ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତି ହେବ। କୁହାଯାଏ ଯେ ମା ଲକ୍ଷ୍ମୀ ହିଁ ତୁଳସୀର ଦ୍ୱିତୀୟ ରୂପ ଅଟନ୍ତି। ଯଦି ଆପଣମାନେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିଦେଲେ ତ ଆପଣଙ୍କର ଜୀବନରେ କେବେ ବି ଟଙ୍କାର ଅଭାବ ରହିବ ନାହିଁ। ଏହି ଉପାୟକୁ ଆପଣ ରାକ୍ଷୀ ପୂର୍ଣ୍ଣିମା ଦିନ ଅବଶ୍ୟ କରନ୍ତୁ। ଅନେକ ଲୋକଙ୍କ ଘରେ ତୁଳସୀ ତ ନିଶ୍ଚିନ୍ତ ରଖିଥିବେ, କିନ୍ତୁ ଅନେକ ଲୋକ ଘରେ ତୁଳସୀକୁ ରଖି ତାଙ୍କ ଅଜାଣତରେ କିଛି ଭୁଲ କରିଦିଅନ୍ତି, ଯାହା ଦ୍ୱାରା କି ସେମାନଙ୍କ ପୂଜାର ଫଳ ମିଳିପାରେ ନାହିଁ। ଯଦି ଆପଣଙ୍କ ଘରେ ଗୋଟିଏରୁ ଅଧିକ ତୁଳସୀ ଗଛ ଅଛି, ଆପଣ ଅନ୍ୟକୁ ତୁଳସୀ ଦେଇପାରିବେ। ଶାସ୍ତ୍ରରେ କୁହାଯାଇଛି ଯଦି ଘରେ ଗୋଟିଏରୁ ଅଧିକ ତୁଳସୀ ଗଛ ହୁଏ, ତାହା ବହୁତ ଶୁଭ ହୋଇଥାଏ। ଏହା ସାକ୍ଷାତ ମା ଲକ୍ଷ୍ମୀ ଆସିବାର ସଂକେତ ଅଟେ। ମା ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ଅଛନ୍ତି। ତୁଳସୀ ଗଛକୁ ଅଯୁଗ୍ମ ସଂଖ୍ୟାରେ ରଖିବା ଉଚିତ, ଯେମିତିକି 3, 5 ଏବଂ 7। ତୁଳସୀ ଗଛ ପାଖରେ କେବେ ବି ଶିବଲିଙ୍ଗ ରଖିବେ ନାହିଁ ଏବଂ ଗଣେଶଙ୍କ ପ୍ରତିମା ବି ଆଦୌ ରଖିବେ ନାହିଁ। ଏହା ବିନାଶର କାରଣ ହୋଇଥାଏ। ତୁଳସୀରେ ଦୀପ ଲଗାଇଲେ ଅନେକ ପୁଣ୍ୟ ପ୍ରାପ୍ତି ମିଳିଥାଏ। ଶାସ୍ତ୍ରରେ କୁହାଯାଇଛି ଯେ ମା ତୁଳସୀଙ୍କର ଆଶୀର୍ବାଦ ସହିତ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବାକୁ ଚାହୁଁଥିଲେ ତୁଳସୀ ଗଛ ପାଖରେ କଦଳୀ ଗଛ ଅବଶ୍ୟ ଲଗାନ୍ତୁ। ଏହାକୁ ସର୍ବଶ୍ରେଷ୍ଠ ମନାଯାଏ। ମା ଲକ୍ଷ୍ମୀଙ୍କ ସହିତ ବିଷ୍ଣୁଙ୍କ କୃପା ମଧ୍ୟ ମିଳିଥାଏ। ତୁଳସୀ ଗଛ ପାଖରେ ଶାଳଗ୍ରାମ ନିହାତି ରଖନ୍ତୁ, ନଚେତ୍ ଖରାପ ସମୟ ଆପଣଙ୍କୁ ଘେରି ରହିବ। ଶାଳଗ୍ରାମ ଭଗବାନ ବିଷ୍ଣୁଙ୍କର ନିରାକାର ରୂପ ହୋଇଥାଏ। ଯେଉଁ ଘରେ ତୁଳସୀ ସହିତ ଶାଳଗ୍ରାମ ରଖାଯାଇଥାଏ, ସେହି ଘରକୁ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ତୁଳସୀ ପୂଜାରେ ଏହି ସବୁ ନିୟମକୁ ଆପଣମାନେ ଏହି ରାକ୍ଷୀ ପୂର୍ଣ୍ଣିମା ଦିନ ଏହି ଉପାୟକୁ କରି ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଆନ୍ତୁ ଏବଂ ଆପଣଙ୍କର ସାହି ପଡ଼ିଶା ବନ୍ଧୁବାନ୍ଧବଙ୍କୁ ମଧ୍ୟ ଏହି ଭିଡ଼ିଓଟିକୁ ସେୟାର କରିଦିଅନ୍ତୁ, ଯାହା ଫଳରେ କି ଆପଣଙ୍କ ସହ ଅନ୍ୟମାନେ ମଧ୍ୟ ଏହି ଉପାୟକୁ ରାକ୍ଷୀ ପୂର୍ଣ୍ଣିମା ଦିନ ନିଶ୍ଚିନ୍ତ କରିପାରିବେ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିବା ସହିତ ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ଆମ ଚ୍ୟାନେଲରେ ଆପଣମାନେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ରହୁଛି, ନମସ୍କାର। ଜୟ ମା ଲକ୍ଷ୍ମୀ।